ଏବେଠୁ ଏସବୁ କାମ ନ କଲେ ଆମକୁ ବହୁତ ଡେରି ହେଇଯିବ ଶୀତ ଦିନରେ ପନିପରିବା ପାଇଲା ବେଳକୁ। ସେଥିପାଇଁକା ସକାଳ ବେଳା ଆଜି ଯାଇକିରି ପ୍ରଥମେ ଯାହା ସେତିକି କଳମ ଶାଗ ହେଇଥିଲା ତାକୁ ପ୍ରଥମେ କାଟିକି ତୋଳି ଦେଇଥିଲୁ। ତାପରେ କଳମ ଶାଗର ଭାବିଥିଲୁ 4ଟା ବେଳେ ଏଇ କାମଟା କରିବା। ତାର ମୂଳ ଗୁଡ଼ାକ ଯେହେତୁ ଆମେ ଉପାଡ଼ିକି ପୁଣି ଥରେ ଲଗେଇବା ତ କାଳେ ଝାଉଁଳି ପଡ଼ିବ, ସେଥିପାଇଁକା ଆମେ ପଳେଇ ଆସୁଥିଲୁ। ତାପରେ ଦେଖିଲୁ ଚମ୍ପା ଗଛ ଛାଇଟା ପୁରା ରହୁଛି। ତ ଗଛ ଏବେ ଉପାଡ଼ିକି ଲଗେଇଦେଲେ ବି ସେ ଜମା ଝାଉଁଳିବନି। ତା ଛଡ଼ା ଆମର କଳମ ଶାଗ ଗୋଟେ ଏମିତିଆ ଗଛ ଯୋଉଟାକି ଡାଳରୁ ବି ମଧ୍ୟ ବହୁତ ଆରାମସେ ଗ୍ରୋ ହେଇଥାଏ। ତ ସେଥିପାଇଁକା ୟାର ହେଉଛି ଯେଉଁ ଚେର ଅଛି, ଚେର ସହିତ ଲଗେଇଲେ ସେଇଟା ଝାଉଁଳିବନି ଭାବିକି ଆମେ ପୁଣି ଉପାଡ଼ି ଦେଲୁ। ତ ପ୍ରଥମେ ତ ମୁଁ ଘାସ ବାଛୁଥିଲି, ଯେମିତିକା ଘାସ ବାଛି ଦେଇକି ଯାହା ଯେତିକି ପଚା ମୂଳ ଥିଲା ସେସବୁ ଗଛ ଯେହେତୁ ଆମର ଏଇଠି 6 ମାସ ହେବ ଆମେ ଖାଉଛୁ, ତ ଶୀତ ଦିନ ପର୍ଯ୍ୟନ୍ତ କୌଣସି ଥର ମୋର କଳମ ଶାଗ ଏତେ ଦିନ ଯାଏ ରହେନି, କିନ୍ତୁ ଏଥର ବହୁତ ବଢ଼ିଆ ରହିଛି। କଳମ ଶାଗ ବେଳେବେଳେ ଏମିତି କିଛି ପନିପରିବା ମିଳିଯାଏ ଯେଉଁଗୁଡ଼ାକ ବଢ଼ିଆ ମଞ୍ଜି ପଡ଼େ, ଯେଉଁଗୁଡ଼ାକ ବହୁତ ଦିନ ଯାଏ ଫଳେ। ତ ସେତିକି ଆମର ହେଉଛି କଳମ ଶାଗ ସହିତ ଭେଣ୍ଡି ବି ମଧ୍ୟ ଏଥର ବହୁତ ବଢ଼ିଆ ମାନେ ଜାତୀୟ ମଞ୍ଜି ପଡ଼ିଛି, ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ମିଳୁଛି ପନିପରିବା। ଶାଗ ସହିତ ଘାସକୁ ବି ସଫା କରିଦେଲି, ଆଉ ଶାଗର ହେଉଛି ଯେତିକି ପଚା ମୂଳ ଥିଲା ତାକୁ ବି ସଫା କରିଦେଲି। ତାପରେ ସ୍ୱାମୀ କହିଲେ 4ଟା ବେଳେ ଆସିକି ଆଉ କିଛି ଅନ୍ୟ କାମ କରିବା, କାହିଁକିନା ଆଗକୁ ଶୀତ ଦିନ ଆସିଗଲାଣି, ଆଉ ଦିନ ବହୁତ ଛୋଟ ହେଇଯିବ, କାମ କରିବାକୁ ସମୟ ହିଁ ଆମକୁ ମିଳିବନି। ସେଥିପାଇଁ ଏବେରୁ ଧୀରେ ଧୀରେ ଖରା ଗରମ ହେଉଛି ସତ, ବହୁତ କଷ୍ଟ ହେଉଛି ସତ, କିନ୍ତୁ ତଥାପି ଆମକୁ ଏବେରୁ ଯଦି କାମ ନ କରିବୁ ନା ତାହେଲେ ଆମକୁ ସମୟ ହିଁ ହେବନି। ବହୁତ ଡେରି ହେଇଯିବ ସବୁ ପନିପରିବା ଲଗେଇଲା ବେଳକୁ ଆଉ ତା ଦେହରୁ ଫଳିଲା ବେଳକୁ। ସେଥିପାଇଁକା ମୁଁ ସବୁକୁ ଗଛ ଆଗେ ପ୍ରଥମେ ଆମେ 2 ଜଣ ଉପାଡ଼ି ଦେଲୁ, ଉପାଡ଼ି ଦେଇକି ତାକୁ ରଖିଦେଲୁ। ଆଉ ମାଟି କିଛି ଝଡ଼େଇ ଦେଇକିରି ତାକୁ ମୁଁ ଟିକେ ଦେଖୁଥିଲି। ସ୍ୱାମୀ ଏପଟେ ମାଟି ମାନେ ହାଣୁଥିଲେ, ତ ମୁଁ ସେତିକିବେଳେ ଦେଖୁଥିଲି ଚେରରେ ଫଙ୍ଗସ୍ ଲାଗିଛି କ'ଣ, କାହିଁକିନା ଏଇଟା ଯେହେତୁ ଆମର ଗୋଟେ ପର୍ମାନେଣ୍ଟ ଭଳିଆ ରହିଛି। ତ ଆଗକୁ ବି ଯେଉଁ ଆମେ ପୋତୁଛୁ ଗୋଟେ ଯେଉଁ ଗ୍ରୋ ବ୍ୟାଗ୍ରେ, ସେଇଟା ବି ପର୍ମାନେଣ୍ଟ ଭଳିଆ ରହିବ। ତ ଶୀତ ଦିନରେ ତ ବହୁତ ପ୍ରକାର ଶାଗ ସବୁ ଲାଗିବ, ଧଣିଆ ଲାଗିବ, ଆହୁରି ବହୁତ ଶାଗ ଯେମିତି କୁଶିଳା, ଲେଉଟିଆ, ତା ସାଥିରେ ପାଳଙ୍ଗ ଏସବୁ ପଡ଼ିବ, ନାଲି କୁଶିଳା ବି ଲାଗିବ। ତ ସେଥିପାଇଁକା ଜାଗାର ଅଭାବ, ଆଉ ଏସବୁ ଗ୍ରୋ ବ୍ୟାଗ୍ରେ ଯେହେତୁ ଆମର ଏଇଠି 3 ବର୍ଷ ହେଲା ଫଳୁଛି ଶାଗ, ତ ଏଥରକ ଭାବିଛୁ ମାଟି ଗୁଡ଼ାକ ପୁରା ବାହାର କରିକି ତାର ଯେତିକି ଚେର ଥିବ ସବୁ ବାଉଣ୍ଡ ହେଇଥିବ ସେସବୁ ବାହାର କରିକି ମାଟିକୁ ବନେଇବୁ। ତ ତା ବିଷୟରେ ମୁଁ ଆଗକୁ ଗୋଟେ ଭିଡ଼ିଓ ଆଣିବି। ତ ଏଇ କଳମ ଶାଗ ଆଉ ଏଇ ଯେଉଁ ପୋଟ୍ରେ, ଶାଗ ପୋଟ୍ରେ ଖାସ କରି ମୁଁ କ'ଣ ମିଶାଉଛି ଯେଉଁଥିପାଇଁ ଶାଗ ବହୁତ ଦିନ ଯାଏ ରହିବ ଆଉ ଶାଗ ବହୁତ ଭଲ ଫଳିବ। ଯାହା ଯେତିକି କଳମ ଶାଗ ସବୁ ଚେର ଗୁଡ଼ାକ ସବୁ ବାଛିଦେଲି, କୌଣସି ଯାହା ହଉ ଫଙ୍ଗସ୍ ନଥିଲା। ଫଙ୍ଗସ୍ ଥିଲେ ନହେଲେ ତା ଦେହରେ ହଳଦୀ ଗୁଣ୍ଡ ମୁଁ ନିଶ୍ଚିତ ମିଶାଇଥାନ୍ତି, କିନ୍ତୁ କୌଣସି ଫଙ୍ଗସ୍ ନଥିଲା ବୋଲି ମୁଁ କିଛି ହଳଦୀ ପାଉଡ଼ର କିଛି ଏଲୋଭେରା ଦେଇନାହିଁ, ଖାଲି ସେମିତି ଉପାଡ଼ିକି ସବୁ ବାଛି ବୁଛି ଦେଲି। ଆଉ ମୁଁ ସବୁ ଚେର ଗୁଡ଼ାକ ସବୁ ବାଗେଇକି ସବୁ ଛିଡ଼େଇ ଛାଡ଼ି ଦେଲି, ଅଧିକା ଯେଉଁଥିରେ ହେଇଛି ଆଉ ଯେଉଁଥିରେ କମ୍ ଅଛି ସେମିତି ସ୍ୱାମୀ ବଢ଼ଉଥାଏ, ସେ ଗୋଟେ ଗୋଟେ ପୋତି ଦେଉଥାନ୍ତି। ତ ଆମର 4ଟାରେ ଲାଗିଥିଲା କଳମ ଶାଗ, ତ ସବୁକୁ ଉପାଡ଼ିକି ଆମେ ଗୋଟିଏ ପୋଟ୍ରେ ହିଁ ରଖିଦେଲୁ। ରଖିଦେଇକି ଆମେ ତା ଦେହରେ ପାଣି ଦେଇଦେଇଛୁ। ତା ଛଡ଼ା ଏଇ କଳମଟା ଦେଶୀ କଳମ ଭଳିଆ ବଢ଼ିଆ ସେ ଲଟୁଥିଲା ଆଉ ବହୁତ ସୁନ୍ଦର ମାତୁଥିଲା। ତ ତାକୁ ଅଧା ଅଧା କାଟି ଦେଇକି ଏଠି ଲଗେଇ ଦେଇଛୁ, ପାଣି ବି ଦେଇଦେଇଛୁ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ।